ଆଜି ପବିତ୍ର ପ୍ରଥମାଷ୍ଟମୀ। ଶ୍ରୀମନ୍ଦିରରେ ପୋଢ଼ୁଆ ହୋଇଛନ୍ତି ଶ୍ରୀଜୀଉ। କସ୍ତୁରୀ ଚନ୍ଦନ ଧୂଣା ଧୂପର ସୁଗନ୍ଧରେ ମହକୁଛି ଶ୍ରୀମନ୍ଦିର। ପ୍ରଥମାଷ୍ଟମୀ ପାଇଁ ଦିନକ ଆଗରୁ ଅର୍ଥାତ୍ ଶୁକ୍ରବାର ଦିନ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ମାଧବଜୀଉ ମନ୍ଦିରରୁ ଆସିଥିଲା ପୋଢ଼ୁଆ ଭାର। ଏହି ଭାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିଲା ବେଳେ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ପାଇଁ ଫଳମୂଳ, ତୁଳସୀ, ପଦ୍ମଫୁଲମାଳ ମଧ୍ୟ ଆସିଥିଲା। ଶୁକ୍ରବାର ଅପରାହ୍ନରେ ନିଆଳିରୁ ମାଧବଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ନୃତ୍ୟ, ପାଇକ ଆଖଡ଼ା, ରାମତାଳି, ଲଉଡ଼ି, ଘୋଡ଼ାନାଚ ସଂକୀର୍ତ୍ତନରେ ପୋଢ଼ୁଆ ଭାର ଶ୍ରୀମନ୍ଦିରରେ ପହଞ୍ଚିଥିଲା। ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଏହି ପୋଢ଼ୁଆ ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିଆଯାଇଥିଲା। ମଙ୍ଗଳା ପୁରାଣରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳି ମାଧବଜୀଉ ବୋଲି ଉଲ୍ଲେଖ ରହିଛି। ବହୁ ପୂର୍ବରୁ ଏ ପୋଢ଼ୁଆ ଭାର ଆସୁଥିଲା, କିନ୍ତୁ କେତେକ ସମସ୍ୟା ପାଇଁ ମଝିରେ ଆସିପାରିନଥିଲା। 2019 ମସିହାରେ ସ୍ଥାନୀୟ ଲୋକେ ଏକାଠି ହୋଇ ପୁଣି ଏ ପରମ୍ପରାକୁ ଆରମ୍ଭ କରିଥିଲେ।